जन अंधुणी बुढ़ी रही दी जन जाक भारी गरीब दी जनकर दीटा पुओ थे जनक ना राम आ जनक ना दाम एम भिक मागी चलुले पुओ दी जन बाड़ी धरिकी बाट देखते आने भिक मागती संजय हेले दी बुढ़ी जाक बसी गपसप कर दिने संजय बुझिल दाम बहु भिक मागी बुलवा को भल लगुनि किलो राम बहु ए भिक मागिबुन तो आउ कौन करिबु काई कोठु कौन पोता माल पाई गलु ना कौन मु तो अंधुणी टे कोठु कौन पाइबी मला मु एबे को भल मनिषटा जे मु तो पिला दिनु ए दुनिया को देखिना सेथि ताई तो भाबुची दाम बहु ये दुनिया रे बंची रही लाभ कौन कहला हैं ता बोली कौन जीवन हारी दबा मु भाबुची बण जंगल को पलांती मो पाए रामटा भारी हैरान होउची एकुटिया हेले से तार कोठी कौन करी चली जाता राम कौन किछि कहला कि नाही म राम भलिया पुओ भाग्य रे थिले मिले को जन्म रे की पुण्य करथिली के जानी ता भलिया पुओ पाइची तेबे तू एमिति उछन काई होउछु केते दिन एमिति चलिबो चालू मते आउ किछि भल लागुनी तू बण जंगल रे चलिबो केमिति तू तो अंधुणीटा अफुंतरा रे पड़ी मले मरिबी बरम आउ मो पुओ को कष्ट देबे नाही मां राम तू केते बेला आसिलु बाप तू काहे सबले सेम भाबुछु जे मां माउसी तमे टिके ताको बुझेइलो मु परा एइने ताको बुझौथली तू बुझा से तो मां तो कथा से सुनिबो मु जाए दाम कोन गंडा रखितला ताकू तो फेर फुटेबा को पड़िबो मु जाउचिलो राम बाबू मां आ घर भीतर का बाप तू तो मो मन कथा सब बुझिलु भल हैला मु तते कहिबी बोली केते भाबी होउथली ताहले तू कौन कहूच मां सब मनीषर चतुर्थ अवस्था हला बानप्रस्थ आगुर आम राज्य रे एमिति चलुथिला पिला मानक ऊपर बोझ हेई चलिबा पई से माने केबे चाहू नथिले मो मुंडरे से सब कथा पसुनी तू कह तू कौन चाहूचु देख पो तोरा एते कष्ट मु आहु सही परिबेनी मु बनवासी हेई जिबी बेस तो इच्छा तू राजी तो पो राजी कहीं हेबेनी जे मोर तो घर संसार करिवार मोह नहीं आमे जोठी रहिले भी सेटा आम घर ता छड़ा सब किछि मनीषर भाग्य भाग्य डोरी तो का हाथ न थाए चाहा जेतोले हबार कथा हबो हो बा तू चललु राम अरे राम कौन है कौन कहूँ मैं अरे राम
ମୋ ପାଖରେ ଅଛୁ ତ? ତତେ ଛାଡିକିରି ମୁଁ ଆଉ କୋଉଠୁ ଅଲଗା ହେଲେଣି କହିଲୁ ମା? ମୋ ପାଇଁ ତୁ କେତେ କଷ୍ଟ କଲୁ ରେ ପୁଅ। ମୋ ଜିଦିରେ ତୁ ଗାଁ ଛାଡି ବଣରେ ଆସି ରହିଲୁ। ସୁନ୍ଦର ଘରଟିଏ ବି କଲୁ। ମୁଁ ନ ଦେଖି ପାରିଲେ କଣ ହେଲା ପୁଅ? ମୁଁ ସବୁ ବୁଝିପାରୁଛି ପୁଅ, ସବୁ ଜାଣିପାରୁଛି। ହରେ ପୁଅ, ମୁଁ ସବୁ ଜାଣିପାରୁଛି ପୁଅ, ସବୁ ଜାଣିପାରୁଛି। ମା ପ୍ରତି ପୁଅର ଯାହା କର୍ତ୍ତବ୍ୟ ମୁଁ ସେଇଆ କରିଛି। କଣ ତ ଅଧିକା କରି ପକେଇଲି ଯେ? ଠାକୁରେ ଜାଣନ୍ତି ତୁ କଣ କରୁଛୁ। କୋଉ ଜନ୍ମରେ କଣ ଦେଇଥିଲି ସେ ଜାଣି। ଏ ଜନ୍ମରେ ମୁଁ ପାଉଛି ପୁଅ, ହଁ ମୁଁ ପାଉଛି। ସେସବୁ କଥା ଛାଡେ, କଣ କରୁଛୁ ଦେଲୁ ଖାଇ? ଭାରି ଭୋକ ହେଲାଣି। ଦିନ ସାରା କୁଆଡେ ଯାଇ ପର ଘରେ ହାଡ଼ ଭଙ୍ଗା ପରିଶ୍ରମ କରି ଯୋଉ ଚାଉଳ ମୁଠେ ଆଣିଥିଲି ତାକୁ ବି ଫୁଟେଇ ଦେଇଛି। ଆଉ ଝଡ଼ ବର୍ଷା ଆରମ୍ଭ ହେଇଗଲା କିରେ ପୁଅ? ହଁ, ତୁ ଗଲୁ ଭାତ ଖଣ୍ଡେ ବାଢିଦେଲୁ। ଏ ପାଗକୁ କଣ ବିଶ୍ୱାସ ଅଛି? ପୁଅ କିଏ ଡାକୁଛି ନା କଣ? ହଁ, ସେଇଟା ତ ଜଣା ପଡୁଛି। ହଁ ତ, କିଏ ଡାକୁଛି? କିଏ ଡାକୁଛ? ଭିତରକୁ ଆସ, କବାଟଟା ଖୋଲା ଅଛି। ଇଏ ଅନ୍ଧାର ରାତିରେ, ଝଡ଼ ବର୍ଷା ରାତିରେ କିଏ ନିଶ୍ଚୟ ବାଟ ବଣା ହେଇଯାଇଛି। ଆପଣ? କିଏ କେରେ ରାମ? ଆମେ ଦୁହେଁ ବାଟ ବଣା ହେଇଥିବା 2 ଜଣ ସାଧୁ। ମଲା, ସାଧୁ ନ ହେଇ ଆଉ କଣ ଚୋର ହେଇଥାନ୍ତ? ଆମ ଘରେ କଣ ଅଛି ଯେ ଚୋର ଆସିବ? ବାହାରେ ତ ଝଡ଼ ବର୍ଷା ଲାଗି ରହିଛି, ଆମ ଘରେ ତ କିଛି ନାହିଁ। ଆପଣମାନେ ଏଇ ଫୋପିଆ ଆସନରେ ବସନ୍ତୁ। ଆମର ଏଇ ଯଥେଷ୍ଟ। ଅସୁବିଧା ବେଳେ କୋଉଠି ଟିକେ ମୁଣ୍ଡ ଗୁଞ୍ଜିବା ପାଇଁ ରାହା ମିଳିଗଲା ହେଲା। ହଁ ବାବା, ତାହା ହିଁ ଯଥେଷ୍ଟ। ହଇରେ ରାମ, ତୁ ସାଧୁ ବାବା ମାନଙ୍କୁ ପଚାରିଲୁ ସେମାନେ କଣ ଖାଇଛନ୍ତି? ଆମେ ବନଚାରୀ ସାଧୁ ମା, ଖାଇବା ପିଇବା ଉପରେ ଲକ୍ଷ୍ୟ ନଥାଏ। ତେବେ ବଞ୍ଚିବା ପାଇଁ ଖାଇବାକୁ ପଡେ। ଆପଣମାନେ ଖାଇଛନ୍ତି କି? ନା। ମା, କଣ କରିବେ ଏବେ? କର। ଆରେ ପରିବାର କଣ ଅଛି? ତୁ ଯୋଉ ଚାଉଳ ମୁଠିଏ ଆଣିଥିଲୁ ତାକୁ ହିଁ ଫୁଟେଇକି ରଖିଛି। ସେଇଆ ହିଁ ଆମେ 4 ଜଣ ମିଶିକିରି ଖାଇଦବା। ଘରେ ଅତିଥିକୁ ଉପାସରେ ରଖି ରାତିରେ ଆମେ କଣ ଖାଇକିରି ଶୋଇପାରିବା? ଧନ୍ୟ, ଧନ୍ୟ ତୁମେ ମା, ପ୍ରକୃତରେ ତୁମେ ମହାନ। ଆଜି ନୁହଁ, ମାର ଇଏ ସବୁଦିନିଆ କଥା। କୋଉଠୁ କିଏ କେତେବେଳେ ପହଞ୍ଚିଗଲା ତ ନିଜ ଖାଇବା ପତ୍ର ହିଁ ବଢେଇ ଦବ। ଏତେ ବଡ଼ ସାଧବୀଙ୍କ ପ୍ରତି ଭଗବାନ ଏତେ ନିଷ୍ଠୁର କାହିଁକି? ତାଙ୍କ ଦୃଷ୍ଟି ଶକ୍ତି। ବାବା, କପାଳ ଲିଖନ କେ କରିବ ଆନ।
ଯାହା ମୋ ଭାଗ୍ୟରେ ଅଛି। ମା ଭାରି ଭୋକ ହେଲାଣି। ତୁ ଟିକେ ଜାଗା କରିଦେ ପୁଅ, ଆମେ ସମସ୍ତେ ଏକା ବେଳକେ ବସି ପଡ଼ିବା। ଝଡ଼ ଥମିଗଲାଣି ଆଉ ମାଙ୍କର ହାତ ବଢା ଅନ୍ନ ପୁଞ୍ଜିକରେ ଆମ ଉଦରର ଜ୍ୱାଳା ବି ଥମିଗଲା। ଆମେ ଏଥର ଆସୁଛୁ ମା। ଏ ଅନ୍ଧାର ରାତି ବଣ ଭିତରେ ଯିବେ କେମିତି? ଆପଣ ରହିଯାଆନ୍ତୁ, ସକାଳ ହେଲେ ଯିବେ। ନାଇଁ ମା, ଆମେ ବନଚାରୀ ସାଧୁ, କାହାରି ଘରେ ରହିବୁ ନାହିଁ। ଭଗବାନ ଆପଣଙ୍କର ଅଶେଷ ମଙ୍ଗଳ କରନ୍ତୁ। ସଦା ସୁଖୀ ରୁହ ମା, ସୁଖୀ ରୁହ। ଆମେ ଯାଉଛୁ ରାମ। ପ୍ରଣାମ ସାଧୁ ବାବା। ଯଶସ୍ୱୀ ଭବ। ରାମ, ମା ରାତି କେତେ ହବ ରେ ପୁଅ? କେଜାଣି, ମତେ କାହିଁକି ଭାରି ନିଦ ମାରିଲାଣି ମା। ଦିନ ସାରା ଖଟି ଖଟି ହାଲିଆ ହେଇଯିବଣି। ଯା ଶୋଇବୁ ଯା। ତୁ ଶୋଇବୁନି ମା? ମତେ କାହିଁକି ନିଦ ଲାଗୁନି। ଖୁସିରେ ମନଟା କଣ ମୋର ଭାରି ପୁରି ଉଠୁଛି। ହଇରେ ରାମ, ହଁ। 2 ଜଣ ସାଧୁ ବାବାଙ୍କର ଭଲରେ ସେବା କରିଛୁ ତ ପୁଅ? ମୋର ଯାହା ଶକ୍ତି ମା। ବଣରେ ବୁଲିବା ସାଧୁ ସନ୍ଥ ସାଧାରଣ ମଣିଷ ନୁହନ୍ତି ରେ ପୁଅ। ହଉ, ମୁଁ ଶୋଇଲି ମା। ହଁ। ରାମ, ଆରେ ରାମ, ରାମ, ମୁଁ ସବୁ ଦେଖିପାରୁଛି ରେ, ମୁଁ ସବୁ ଦେଖିପାରୁଛି, ସବୁ ଦେଖିପାରୁଛି। ଆରେ ସବୁ ମୁଁ ଦେଖିପାରୁଛି, ସବୁ ଦେଖିପାରୁଛି। ରାମ, ରାମ, କଣ ହେଲା ମା? ମୁଁ ସବୁ ଦେଖିପାରୁଛି।